ମ୍ୟାଚ୍ ଅଧାରେ ଏଣ୍ଟ୍ରି ମାରିଲେ ହର୍ଷିତ ରଣା ଏବଂ ମ୍ୟାଚ୍ରେ କଲେ ଚମତ୍କାର। ହାରିଯାଉଥିବା ମ୍ୟାଚ୍କୁ ଜିତିଲା ଭାରତ। ହାରିବା ପରେ ଇଂଲଣ୍ଡର ଅଧିନାୟକ ଜସ୍ ବଟଲର ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ହଁ ଦର୍ଶକ ବନ୍ଧୁ, ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଶୁକ୍ରବାର ଖେଳାଯାଇଥିବା ଚତୁର୍ଥ ଟି20 ମ୍ୟାଚ୍ରେ ଭାରତ 15 ରନ୍ରେ ଇଂଲଣ୍ଡକୁ ପରାସ୍ତ କରିଛି ଏବଂ 5 ମ୍ୟାଚ୍ ବିଶିଷ୍ଟ ଟି20 ସିରିଜକୁ 3-1ରେ ଆଗରେ ରହିଛି। ଏହି ମ୍ୟାଚ୍ରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖି ଆପଣ ବି ବିଶ୍ୱାସ କରିପାରିବେନି। ମ୍ୟାଚ୍ ହାରିବା ପରେ ଇଂଲଣ୍ଡର ବଡ଼ ବଡ଼ ଖେଳାଳି ମଧ୍ୟ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ଏହି ମ୍ୟାଚ୍ରେ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଏବଂ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତୀୟ ଦଳ 20 ଓଭରରେ 9 ୱିକେଟ୍ ହରାଇ 181 ରନ୍ କରିଥିଲା। ଏହାର ଜବାବରେ ଇଂଲଣ୍ଡ 19.4 ଓଭରରେ ମାତ୍ର 166 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା। ଏହି ମ୍ୟାଚ୍ରେ ଇଂଲଣ୍ଡ ଦ୍ରୁତ ଗତିରେ ରନ୍ କରି ଆସୁଥିଲା, କିନ୍ତୁ ଏହାପରେ ମ୍ୟାଚ୍ର ମଧ୍ୟଭାଗରେ ଦ୍ରୁତ ବୋଲର ହର୍ଷିତ ରଣା ଏଣ୍ଟ୍ରି କରିଥିଲେ। ପ୍ରକୃତରେ ଶିବମ ଦୁବେଙ୍କ ସ୍ଥାନରେ ହର୍ଷିତ ରଣାଙ୍କୁ ପ୍ଲେଇଂ 11ରେ ସାମିଲ କରାଯାଇଥିଲା। ରଣା ଏଣ୍ଟ୍ରି ମାରିବା ପରେ ଗୋଟିଏ ପରେ ଗୋଟିଏ ୱିକେଟ୍ ନେଇଥିଲେ ଏବଂ ଇଂଲଣ୍ଡକୁ ବ୍ୟାକ୍ଫୁଟକୁ ଠେଲି ଦେଇଥିଲେ। ଏବେ ପ୍ରଶ୍ନ ଉଠୁଛି ଯେ ମ୍ୟାଚ୍ ମଝିରେ ହର୍ଷିତ ରଣାଙ୍କୁ କିପରି ପ୍ରବେଶ ମିଳିଲା। ଯେତେବେଳେ ଶିବମ ଦୁବେ ବ୍ୟାଟିଂ କରୁଥିଲେ ସେତେବେଳେ ତାଙ୍କ ହେଲମେଟରେ ବଲ୍ ବାଜିଥିଲା ଏବଂ ତାଙ୍କୁ ଆଘାତ ଲାଗିଥିଲା, ଯାହାଫଳରେ ଦୁବେଙ୍କ ସ୍ଥାନରେ ହର୍ଷିତ ରଣାଙ୍କୁ ବୋଲିଂ ପାଇଁ ଡକାଯାଇଥିଲା ଏବଂ ପରେ ହର୍ଷିତ ରଣା ଯାହା କରିଥିଲେ ଆପଣ ବି ଦେଖିଥିବେ।